ବନ୍ଧୁଗଣ, ଏମିତିରେ କହିବାକୁ ଗଲେ ହିନ୍ଦୁ ଧର୍ମରେ ଗୋଟିଏ ପରେ ଅନ୍ୟ ଗୋଟିଏ ପର୍ବପର୍ବାଣୀ ଲାଗି ରହିଥାଏ। ପ୍ରତ୍ୟେକ ମାସରେ କୌଣସି ନା କୌଣସି ଉତ୍ସବ ପାଳନ କରାଯାଏ। କିନ୍ତୁ ଯଦି କଥା ହେବା ଆମେ ଦୀପାବଳିର, ତେବେ ପୁରା ଦେଶରେ ଏକ ଭିନ୍ନ ଚମକ ଦେଖିବା ପାଇଁ ମିଳିଥାଏ। ଦୀପାବଳି ନିଜ ସହିତ ପର୍ବର ଋତୁକୁ ନେଇକି ଆସିଥାଏ, ଯେଉଁଥିରେ ଅନେକ ପର୍ବପର୍ବାଣୀ ଏକା ସାଥିରେ ରହିଥାଏ, ଯେମିତିକି ଧନତେରସ, ଦୀପାବଳି ଅମାବାସ୍ୟା, ଗୋବର୍ଦ୍ଧନ ପୂଜା ଏବଂ କାର୍ତ୍ତିକ ପୂର୍ଣ୍ଣିମା ଇତ୍ୟାଦି। ଦୀପାବଳି ଯେତିକି ଖୁସିରେ ପାଳନ କରାଯାଏ, ସେପରି ଖୁସିରେ ଅନ୍ୟାନ୍ୟ ଉତ୍ସବ ମଧ୍ୟ ପାଳନ କରାଯାଏ। କିନ୍ତୁ ଏହି ବର୍ଷ ଅର୍ଥାତ୍ ବର୍ଷ 2025ର ଦୀପାବଳି ପର୍ବର ତାରିଖକୁ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କେହି କେହି କହୁଛନ୍ତି ଯେ 20 ଅକ୍ଟୋବରରେ ପାଳନ କରାଯିବ, ଆଉ କେହି କହୁଛନ୍ତି ଯେ 21 ଅକ୍ଟୋବରରେ ପାଳନ କରାଯିବ। ତେବେ ଆଜି ଆମେ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଦୀପାବଳି ଓ ଧନତେରସ ପର୍ବର ସଠିକ୍ ତାରିଖ ବିଷୟରେ ଜଣାଇବୁ। ଏଥିସହିତ ଏମିତି 5ଟି କାର୍ଯ୍ୟ ବିଷୟରେ କହିବା ପାଇଁ ଯାଉଛୁ, ଯାହା ଆପଣମାନେ ପବିତ୍ର ଧନତେରସ ବା ଦୀପାବଳି ଅବସରରେ କରିବା ଅନୁଚିତ। ଏବଂ ଆମେ ଜାଣିବା ଯେ ଧନତେରସ ବା ଦୀପାବଳି ଦିନ ଘରକୁ କେଉଁ ଜିନିଷ ଆଣିବା ଶୁଭ ହୋଇଥାଏ ଓ କେଉଁ ଜିନିଷ ଆଣିବା ଅଶୁଭ ହୋଇଥାଏ। ଦୀପାବଳି ଦିନ କ'ଣ କରିବା ଶୁଭ ଅଟେ ଓ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ସରଳ ଉପାୟ, ବା ଦୀପାବଳି ଦିନ ଲକ୍ଷ୍ମୀ ପୂଜା କେମିତି କରିବେ ଓ ଭିଡ଼ିଓର ଶେଷରେ ରହିଛି ଶୁଭ ଅଶୁଭ ରାଶିଫଳ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା। ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ଧନତେରସ ପର୍ବ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଇଥାଏ। ଏହି ବର୍ଷ ତ୍ରୟୋଦଶୀ ଅକ୍ଟୋବର 18 ତାରିଖ ଶନିବାର ଦିନ 12:18 ଆରମ୍ଭ ହୋଇ ଅକ୍ଟୋବର 19 ତାରିଖ ରବିବାର ଦିନ 1:51 ପର୍ଯ୍ୟନ୍ତ ରହିବ। ଏହାପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇଯିବ। ଏଥିପାଇଁ ଅକ୍ଟୋବର 18 ତାରିଖ ଶନିବାର ଦିନ ଧନତେରସ ପାଳନ କରାଯିବ। ଅକ୍ଟୋବର 19 ତାରିଖ ରବିବାର ଦିନ 1:51 ପରେ ଛୋଟ ଦୀପାବଳି ଅର୍ଥାତ୍ ନରକ ଚତୁର୍ଦ୍ଦଶୀ ଆରମ୍ଭ ହୋଇଯିବ ଏବଂ ଅକ୍ଟୋବର 21 ତାରିଖ ମଙ୍ଗଳବାର ଦିନ ଦୀପାବଳି ପର୍ବ ପାଳନ କରାଯିବ। ଏବେ ଆସନ୍ତୁ ଜାଣିବା ଦୀପାବଳି ଓ ଧନତେରସ ପର୍ବର ଶୁଭ ସମୟ ଅର୍ଥାତ୍ କେଉଁ ସମୟରେ ଆପଣମାନେ ପାଳନ କରିପାରିବେ। ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଭିଡ଼ିଓକୁ ଲାଇକ୍ କରିବା ସହିତ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ଧନତେରସର ଶୁଭ ସମୟ ହେଉଛି 18 ଅକ୍ଟୋବର ଶନିବାର ସନ୍ଧ୍ୟା 6:55ରୁ ସନ୍ଧ୍ୟା 7:49। ଏହି ସମୟରେ ଆପଣମାନେ ଧନତେରସର ପୂଜା କରିପାରିବେ। ଏବେ ଆସନ୍ତୁ ଜାଣିବା ଦୀପାବଳି ପର୍ବର ଶୁଭ ସମୟ। ଅମାବାସ୍ୟା ତିଥି 20 ଅକ୍ଟୋବର ସୋମବାର ଦିନ 3:44ରୁ ଆରମ୍ଭ ହେଉଛି ଏବଂ ଏହା 21 ଅକ୍ଟୋବର ଶୁକ୍ରବାର ସନ୍ଧ୍ୟା 5:54 ପର୍ଯ୍ୟନ୍ତ ରହୁଛି। ତେଣୁ 21 ଅକ୍ଟୋବର ମଙ୍ଗଳବାର ଦିନ ପବିତ୍ର ଦୀପାବଳି ପର୍ବ ପାଳନ କରାଯିବ। ତେବେ ଆସନ୍ତୁ ପ୍ରଥମେ ଜାଣିନେବା ଦୀପାବଳି ବା ଧନତେରସ ଦିନ କ'ଣ କରିବା ଅନୁଚିତ। ଦୀପାବଳି ପୂର୍ବରୁ ଲୋକମାନେ ଘରର କୌଣସି ଜିନିଷ ଅର୍ଥାତ୍ ଯେମିତିକି ଅସଜଡ଼ା ହୋଇ ରହିଛି ବା ଅଳିଆ ଆବର୍ଜନା ରହିଛି, ସେସବୁକୁ କାଢ଼ି ଦେଇଥାନ୍ତି। ସେହିପରି ଘରର କୋଣ ଅନୁକୋଣକୁ ସଫା କରନ୍ତି। କିନ୍ତୁ ଧନତେରସ ଦିନ ଯଦି ଘରେ ଅସନା କିମ୍ବା ଖରାପ ଜିନିଷ ପଡ଼ିଥାଏ, ତେବେ ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ। ତେଣୁ ଧନତେରସ ପୂର୍ବରୁ ହିଁ ଏହିସବୁ ଜିନିଷ ବାହାର କରିଦିଅନ୍ତୁ। ଘରର ମୁଖ୍ୟ ଦ୍ୱାର କିମ୍ବା ମୁଖ୍ୟ କକ୍ଷ ସାମ୍ନାରେ ଅଦରକାରୀ ବସ୍ତୁ ରଖନ୍ତୁ ନାହିଁ। ମୁଖ୍ୟ ଦ୍ୱାରକୁ ନୂଆ ଅବସର ସହ ଯୋଡ଼ି କରି ଦେଖାଯାଇଥାଏ। କୁହାଯାଏ ଯେ ଘରର ମୁଖ୍ୟ ଦ୍ୱାର ଜରିଆରେ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଏଥିପାଇଁ ଏହିସବୁ ସ୍ଥାନ ସବୁବେଳେ ସଫାସୁତୁରା ରଖିବା ଆବଶ୍ୟକ। ଯଦି ଆପଣମାନେ ଧନତେରସର ଅବସରରେ କେବଳ କୁବେର ମହାରାଜଙ୍କୁ ପୂଜା କରୁଛନ୍ତି, ତେବେ ଏହା ଭୁଲ ଅଟେ। ଆପଣମାନେ କୁବେର ମହାରାଜାଙ୍କର ପୂଜା କରୁଛନ୍ତି ଯଦି କରନ୍ତୁ। ଏଥିସହିତ ଆପଣମାନେ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କର ପୂଜା ନିଶ୍ଚିନ୍ତ କରନ୍ତୁ। ଏଥିସହିତ ଧନ୍ୱନ୍ତରୀଙ୍କର ପୂଜା ମଧ୍ୟ ନିଶ୍ଚୟ କରନ୍ତୁ। ଦେଖିବେ ଆପଣମାନଙ୍କ ଉପରେ ସମସ୍ତ ଦେବୀ ଦେବତା ପ୍ରସନ୍ନ ରହିବେ ଏବଂ ଆପଣଙ୍କ ଗୃହକୁ ଧନର ଆଗମନ ହେବ। ଏପରି ବିଶ୍ୱାସ ରହିଛି ଯେ ଏହି ଦିନ କାଚରେ ତିଆରି ବାସନ କୁସନ ବା କୌଣସି ଜିନିଷ କିଣିବା ଅନୁଚିତ। ଧନତେରସ ଦିନ ସୁନା, ଚାନ୍ଦି କିମ୍ବା ନୂଆ ବାସନ ଆଦି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଧନତେରସ ଦିନ କାହାକୁ ବି ଉଧାର ଦିଅନ୍ତୁ ନାହିଁ। ଏହି ଦିନ ନିଜ ଘରୁ ମା ଲକ୍ଷ୍ମୀଙ୍କର ପ୍ରବାହ ବାହାରକୁ ଦେବାକୁ ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଦେୟ ଓ କରଜର ଭାର ବଢ଼ିଥାଏ। ଏହି ଦିନ ନକଲି ମୂର୍ତ୍ତି ଭୁଲରେ ବି ପୂଜାପୂଜି କରନ୍ତୁ ନାହିଁ। ସୁନା, ଚାନ୍ଦି କିମ୍ବା ମାଟିରେ ନିର୍ମିତ ମା ଲକ୍ଷ୍ମୀଙ୍କର ମୂର୍ତ୍ତିର ପୂଜା କରନ୍ତୁ। ସ୍ୱସ୍ତିକ ଏବଂ ଓମ୍ ଭଳି ପ୍ରତୀକକୁ
କୁଙ୍କୁମ ହଳଦୀ କିମ୍ବା କୌଣସି ଶୁଭ ଜିନିଷରେ ତିଆରି କରନ୍ତୁ। ତେବେ ବନ୍ଧୁଗଣ, ଆପଣମାନେ ଏହି ଶୁଭ ଅବସରରେ ଏହିସବୁ ଭୁଲଠାରୁ ଦୂରେଇ ରୁହନ୍ତୁ। ଦେଖିବେ ଆପଣଙ୍କର ଘର ଓ ପରିବାରରେ ହସ ଖୁସିରେ ଲାଗି ରହିବ। ଏବେ ଆସନ୍ତୁ ଜାଣିବା ଦୀପାବଳି ବା ଧନତେରସ ଦିନ ଘରକୁ କ'ଣ ଆଣିବା ଅଶୁଭ ହୋଇଥାଏ ଏବଂ ଏହାପରେ ଜାଣିବା ଘରକୁ କ'ଣ ଆଣିବା ଶୁଭ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କୁ କିପରି ଆପଣମାନେ ପ୍ରସନ୍ନ କରିବେ। ଧନତେରସ ବା ଦୀପାବଳି ଦିନ ଲୁହାରେ ନିର୍ମିତ କୌଣସି ଜିନିଷପତ୍ର ଘରକୁ ଆଣନ୍ତୁ ନାହିଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହାଦ୍ୱାରା ଘରେ ରାହୁ ଗ୍ରହର ପ୍ରକୋପ ଅଧିକ ପଡ଼ିଥାଏ ଏବଂ ଆପଣମାନେ ଛୋଟ ଛୋଟ ବହୁତ ସମସ୍ୟାରେ ମଧ୍ୟ ପଡ଼ିପାରନ୍ତି। ଏହି ଦିନ କାଚରେ ତିଆରି ହୋଇଥିବା କୌଣସି ଜିନିଷ କିଣନ୍ତୁ ନାହିଁ, କାରଣ କାଚର ମଧ୍ୟ ରାହୁ ଗ୍ରହ ସହିତ ସମ୍ବନ୍ଧ ରହିଅଛି। ତେଣୁ ଏହି ଦିନ କାଚରେ ନିର୍ମିତ ହୋଇଥିବା କୌଣସି ଜିନିଷ ଘରକୁ ଆଣନ୍ତୁ ନାହିଁ ଏବଂ ଯଦି ଘରେ ଭଙ୍ଗା କାଚ ବା ଆଇନା ଅଛି ତେବେ ଦୀପାବଳି ପୂର୍ବରୁ ଘରୁ ବାହାର କରି ଫୋପାଡ଼ି ଦିଅନ୍ତୁ। ଆଲୁମିନିୟମରେ ତିଆରି ବାସନକୁସନ ଅବା ଅନ୍ୟ କୌଣସି ଜିନିଷ ଧନତେରସ ବା ଦୀପାବଳିର ଏହି ଶୁଭ ମୁହୂର୍ତ୍ତରେ କିଣାକିଣି କରନ୍ତୁ ନାହିଁ। ଏହାଦ୍ୱାରା ସବୁ ଶୁଭ ଗ୍ରହ ପ୍ରଭାବିତ ହୋଇଥାନ୍ତି। ତେଣୁ ଆପଣମାନେ ଏହି ଦିନ ପିତ୍ତଳର ବାସନ ଇତ୍ୟାଦି ଆପଣମାନେ ଘରକୁ ଆଣିପାରିବେ। ଏହି ଦିନ କଳା ରଙ୍ଗର ବସ୍ତ୍ର କିମ୍ବା ଅନ୍ୟ କୌଣସି ଜିନିଷ କିଣାକିଣି କରନ୍ତୁ ନାହିଁ, କାରଣ କଳା ରଙ୍ଗର ଜିନିଷ ଘରକୁ ଆଣିବା ଦୁର୍ଭାଗ୍ୟ ଆସିବା ସହିତ ସମାନ ହୋଇଥାଏ। ତେଣୁ କୌଣସି କଳା ରଙ୍ଗର ଜିନିଷ ଏହି ଦିନ ଘରକୁ ଆଣନ୍ତୁ ନାହିଁ। ଧନତେରସ ବା ଦୀପାବଳିର ଶୁଭ ମୁହୂର୍ତ୍ତରେ ଘରକୁ କେବେ ହେଲେ ତୈଳଜାତ ପଦାର୍ଥ ଇତ୍ୟାଦି ଯେମିତିକି ଘିଅ ଓ ତେଲ ଆଦି ଆଣନ୍ତୁ ନାହିଁ। ତେବେ ଏହି ଦିନ ଘରେ ଦୀପ ଜାଳିବା ପାଇଁ ଏହିସବୁର ଆବଶ୍ୟକ ହୋଇଥାଏ। ତେଣୁ ଆପଣମାନେ ଦୀପାବଳି ପୂର୍ବରୁ ଏହି ଜିନିଷ ଘରକୁ ନେଇ ଆସନ୍ତୁ। ଏବେ ଆସନ୍ତୁ ଜାଣିବା ଘରକୁ କ'ଣ ଆଣିବା ଶୁଭ ହୋଇଥାଏ ଏବଂ ଏହାପରେ ଜାଣିବା ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ସରଳ ଉପାୟ ବା ଏହି ଦିନ ମା ଲକ୍ଷ୍ମୀଙ୍କୁ କିପରି ପୂଜା କରିବେ। ଶାସ୍ତ୍ର ଏବଂ ପ୍ରଚଳିତ ଥିବା ମାନ୍ୟତା ଅନୁସାରେ ଧନତେରସ ଦିନ କିଛି ଜିନିଷ କିଣିବା ବା ଏହିସବୁ ଜିନିଷ ଘରକୁ ଆଣିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଗୃହ ମଧ୍ୟରେ ବର୍ଷିଥାଏ। ଧନତେରସ ଦିନ କିଛି ଏହିଭଳି ଉପାୟ ଆପଣେଇବା ଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ। ଏମିତିରେ ଆପଣମାନେ ଭାବୁଥିବେ କି ଏମିତି କ'ଣ ଅଛି ଯେ ଧନତେରସର ସେହି ଉପାୟ ଯାହାଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ତେବେ ଚାଲନ୍ତୁ ଜାଣିବା ଧନତେରସ ଦିନ କ'ଣ କରିବା, ଅର୍ଥାତ୍ କ'ଣ କେଉଁ ଜିନିଷ କିଣାକିଣି କରିବା ଦ୍ୱାରା ଆପଣଙ୍କୁ ଧନଲାଭ ହୋଇପାରେ ଅଥବା ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର କୃପା ବର୍ଷା ହୋଇଥାଏ। ଧନତେରସର ଉପାୟ ପ୍ରଥମେ ରହିଛି ଧନିଆ କିଣନ୍ତୁ। ଧନତେରସ ଦିନ ଅକ୍ଷତ ଧନିଆ କିଣିବା ଉଚିତ। ଏହାଦ୍ୱାରା ଲକ୍ଷ୍ମୀ ମାତା ଗୃହରେ ପ୍ରବେଶ କରିଥାନ୍ତି। ହଁ ଆଜ୍ଞା, ଅକ୍ଷତ ଧନିଆ ପୂଜା ଦୀପାବଳି ଦିନ ଲକ୍ଷ୍ମୀ ମାତାଙ୍କ ସହ କରନ୍ତୁ ଏବଂ ଏହାପରେ ଏହାକୁ ଘରର ଚାରିପାଖରେ ଛିଞ୍ଚି ଦିଅନ୍ତୁ। ଏପରି କରିବା ଦ୍ୱାରା ବର୍ଷ ସାରା ଆପଣଙ୍କ ଘରେ ଟଙ୍କାର ଅଭାବ ରହିବ ନାହିଁ, କାହିଁକିନା ଏହାଦ୍ୱାରା ଲକ୍ଷ୍ମୀ ମାତାଙ୍କର କୃପା ଆପଣଙ୍କ ଉପରେ ବର୍ଷିଥାଏ। ଧନତେରସ ଦିନ ଲକ୍ଷ୍ମୀ ମାତା ଓ ଗଣେଶଙ୍କର ମୂର୍ତ୍ତି କିଣନ୍ତୁ। ଅନେକ ଲୋକ ଦୀପାବଳି ଦିନ ଅଥବା ତାର ପୂର୍ବ ଦିନ ହିଁ ଲକ୍ଷ୍ମୀ କିମ୍ବା ଗଣେଶଙ୍କର ମୂର୍ତ୍ତି କ୍ରୟ କରନ୍ତି, କିନ୍ତୁ ତାଙ୍କର ମୂର୍ତ୍ତିକୁ ଧନତେରସ ଦିନ ହିଁ କ୍ରୟ କରିବା ଉଚିତ। ଏହା ବହୁତ କମ୍ ଲୋକଙ୍କୁ ଜଣାଅଛି ଯେ ଧନତେରସ ଦିନ ଯଦି ଲକ୍ଷ୍ମୀ ଏବଂ ଗଣେଶଙ୍କର ମୂର୍ତ୍ତି କ୍ରୟ କରାଯାଏ ତେବେ ମାତା ଲକ୍ଷ୍ମୀଙ୍କର କୃପା ପୁରା ବର୍ଷ ବର୍ଷି ରହିଥାଏ ଏବଂ ଟଙ୍କାର ଅଭାବ ହୋଇନଥାଏ ଏବଂ ଏହା ବ୍ୟତୀତ ଆପଣଙ୍କ ଘରୁ ସମସ୍ତ ଅସୁବିଧା ଦୂର ହୋଇଯାଇଥାଏ। ଏଥିପାଇଁ ଏହି ବର୍ଷ ଆପଣମାନେ ଧନତେରସର ଅବସରରେ ଏହି ଉପାୟ ନିଶ୍ଚୟ କରନ୍ତୁ। ଧନତେରସ ଦିନ ଆଭୂଷଣ କିଣାକିଣି କରନ୍ତୁ। ଆଭୂଷଣ କ୍ରୟ କରିବା ଦ୍ୱାରା ଘରେ ସୁଖ ଶାନ୍ତି ରହିଥାଏ ଏବଂ ଏହା ବ୍ୟତୀତ ଘର ପରିବାରରେ କୌଣସି ପ୍ରକାରର ଅସୁବିଧା ଆସିନଥାଏ। ସେଥିପାଇଁ ଧନତେରସ ଦିନ ସୁନା ଅଥବା ରୂପାରେ ତିଆରି ହୋଇଥିବା କିଛି ଜିନିଷ ଇତ୍ୟାଦି ଅବଶ୍ୟ କ୍ରୟ କରନ୍ତୁ, ଯାହାଦ୍ୱାରା ପୁରା ବର୍ଷ ଆପଣଙ୍କ ଉପରେ କୌଣସି ଅସୁବିଧା ହେବ ନାହିଁ। ଧନତେରସ ଦିନ ଶଙ୍ଖ କିଣନ୍ତୁ। ଧନତେରସ ଦିନ ଶଙ୍ଖ କ୍ରୟ କରି ଦୀପାବଳି ଦିନ ପୂଜାରେ ବ୍ୟବହାର କରି ବଜାଇବା ଦ୍ୱାରା ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି, ଯାହାଦ୍ୱାରା ଘରକୁ ଆସୁଥିବା ସମସ୍ତ ଅସୁବିଧା ସହଜରେ ଦୂର ହୋଇଯାଇଥାଏ ଏବଂ ଆର୍ଥିକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ଝାଡ଼ୁ କିଣନ୍ତୁ। ଧନତେରସ ଦିନ ଝାଡ଼ୁ କ୍ରୟ କରନ୍ତୁ ଏବଂ ଦୀପାବଳି ଦିନ ଏହି ଝାଡ଼ୁରେ ଘର ଦ୍ୱାର ସଫା କରନ୍ତୁ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି। ଏଥିପାଇଁ ଆପଣଙ୍କୁ କେବଳ ଏହା କରିବାକୁ ହେବ କି ଝାଡ଼ୁକୁ ଦୀପାବଳି ପର୍ଯ୍ୟନ୍ତ କୌଣସି ବାହାର ଲୋକ ଯେପରିକି ଅନ୍ୟ ଲୋକଙ୍କୁ ଦେଖାନ୍ତୁ ନାହିଁ, ଯାହାଦ୍ୱାରା ଆପଣଙ୍କୁ ଏହାର ପୁରା ଲାଭ ମିଳିବ। ଲୁଣ କିଣନ୍ତୁ। ଧନତେରସ ଦିନ ଲୁଣ କିଣନ୍ତୁ। ଏହାକୁ ଦୀପାବଳି ଦିନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଘରେ ଧନର କମ୍ ହୋଇନଥାଏ। ହଁ ଆଜ୍ଞା, ସେଥିପାଇଁ ଏହି ଧନତେରସ ଦିନ ଆପଣମାନେ ଆପଣଙ୍କ ଘରେ ଲୁଣର ଗୋଟିଏ ନୂଆ ପ୍ୟାକେଟ୍ ଅବଶ୍ୟ କିଣନ୍ତୁ। ଏବେ ଆସନ୍ତୁ ଜାଣିବା ଦୀପାବଳି ଦିନ କ'ଣ କରିବା ଶୁଭ ହୋଇଥାଏ। ବନ୍ଧୁଗଣ,
ଦୁର୍ଗା ପୂଜା ଓ କୁମାର ପୂର୍ଣ୍ଣିମା ସରିବା ସଙ୍ଗେ ସଙ୍ଗେ ହିଁ ସମସ୍ତେ ଦୀପାବଳିର ଅପେକ୍ଷାରେ ରହିଥାନ୍ତି। ଦୀପାବଳି ଆଲୋକର ପର୍ବ ହୋଇଥିବାରୁ ଏହା ସମସ୍ତଙ୍କର ପସନ୍ଦ ହୋଇଥାଏ ଏବଂ ଦୀପ ଜଳାଇ ଘରର ଅନ୍ଧକାରକୁ ଦୂରେଇ ଏବଂ ଖୁସି ଆଣିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। ଦୀପାବଳି ଅବସରରେ ସମସ୍ତେ ଘର ପାଇଁ କିଛି ଜିନିଷ କିଣାକିଣି କରିବା ସହିତ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ମଧ୍ୟ କରିଥାନ୍ତି। ଯଦି ଆପଣ ସୌଭାଗ୍ୟ ଓ ଧନପ୍ରାପ୍ତି କରିବା ପାଇଁ ଚାହୁଁଛନ୍ତି ତେବେ କରନ୍ତୁ ଏହି କିଛି ସରଳ ଉପାୟ ଏବଂ ଖାସ୍ ଉପାୟ ଯାହାଦ୍ୱାରା ମା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କର ଘର ଓ ପରିବାର ଉପରେ ରହିବ। ମାତା ଲକ୍ଷ୍ମୀଙ୍କ କୃପାରୁ ଘରରେ ସୁଖ ଶାନ୍ତି ଓ ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇ ଉଠିବ। ତେଣୁ ନିଜ ହସ୍ତରେ ନିଜ ଭାଗ୍ୟକୁ ଚମକାଇବା ପାଇଁ ଆପଣମାନେ ଏହି ଶୁଭ ଅବସରରେ ଏହିସବୁ ଉପାୟଗୁଡ଼ିକ ନିଶ୍ଚିନ୍ତ କରନ୍ତୁ। ଦେଖିବେ ଆପଣଙ୍କ ଗୃହକୁ ଧନର ଆଗମନ ହେବ। ଏବେ ଆସନ୍ତୁ ଜାଣିବା ସେହିସବୁ ଜିନିଷ ବିଷୟରେ। ପ୍ରଥମତଃ ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାନ୍ତୁ। ଦୀପାବଳିରେ ସମସ୍ତେ ଇଚ୍ଛା କରନ୍ତି ଯେ ମା ଲକ୍ଷ୍ମୀ ତାଙ୍କର ଘରକୁ ଆସନ୍ତୁ ଏବଂ ତାଙ୍କ ଘରେ ସବୁବେଳେ ଧନର ବର୍ଷା ହେଉଥାଉ। ଯଦି ଆପଣ ଏମିତି ବି କିଛି କାମନା କରୁଛନ୍ତି ତେବେ ଆଜିଠାରୁ ହିଁ ଘରର ମୁଖ୍ୟ ଦ୍ୱାରରେ ସନ୍ଧ୍ୟା ସମୟରେ ନିଶ୍ଚିନ୍ତ ଦୀପ ଜଳାନ୍ତୁ, ଯାହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରଥମେ ଆସିବେ। ଘରେ ଗଙ୍ଗାଜଳ ଛିଞ୍ଚନ କରନ୍ତୁ। ବନ୍ଧୁଗଣ, ହିନ୍ଦୁ ଧର୍ମରେ ଗଙ୍ଗାଜଳର ବିଶେଷ ମହତ୍ତ୍ୱ ରହିଅଛି। ଏହାକୁ ବହୁତ ପବିତ୍ର ବୋଲି କୁହାଯାଏ ଏବଂ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଇଥାଏ ଏବଂ ଏଥିସହିତ ମାନ୍ୟତା ଅଛି ଯେ ସବୁ ପର୍ବପର୍ବାଣୀରେ ଘରେ ଏହାକୁ ଛିଞ୍ଚିବା ନିହାତି ଉଚିତ। ତେଣୁ ଆପଣମାନେ ଆଜିଠାରୁ ଦୀପାବଳି ପର୍ଯ୍ୟନ୍ତ ଘରେ ଗଙ୍ଗାଜଳ ଛିଞ୍ଚନ କରନ୍ତୁ, ଯାହାଦ୍ୱାରା ଆପଣଙ୍କର ଘର ପବିତ୍ର ହୋଇଯିବ ଏବଂ ମାତା ଲକ୍ଷ୍ମୀଙ୍କୁ ଆସିବା ପାଇଁ କୌଣସି ଅସୁବିଧା ହେବ ନାହିଁ। ଶିବଲିଙ୍ଗ ପାଖରେ ଦୀପଟିଏ ଜାଳନ୍ତୁ। ଶିବପୁରାଣ ଅନୁସାରେ ସନ୍ଧ୍ୟା ସମୟରେ ଶିବଲିଙ୍ଗ ପାଖରେ ଦୀପ ଜଳାଇବା ଦ୍ୱାରା ଅକ୍ଷୟ ପୁଣ୍ୟ ମିଳିଥାଏ, ଅର୍ଥାତ୍ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଜିଠାରୁ ହିଁ ସବୁଦିନ ସନ୍ଧ୍ୟାରେ ଶିବଲିଙ୍ଗ ପାଖରେ ବା ଘର ପାଖରେ ଥିବା ଶିବ ମନ୍ଦିରରେ ନିଶ୍ଚୟ ଦୀପଟିଏ ଜଳାନ୍ତୁ। ମୁଖ୍ୟ ଦ୍ୱାର ସମ୍ମୁଖରେ ରଙ୍ଗୋଲି କରନ୍ତୁ। ହିନ୍ଦୁ ଧର୍ମରେ କଳା ଓ ସଂସ୍କୃତିର ବିଶେଷ ମହତ୍ତ୍ୱ ରହିଅଛି। ଦେବୀ ଦେବତାମାନଙ୍କୁ କଳାକୃତି ମଧ୍ୟ ବିଶେଷ ଭଲ ପ୍ରସନ୍ନ ହୋଇଥାଏ। ସେଥିପାଇଁ ଦେବୀ ଦେବତାଙ୍କର ସ୍ୱାଗତ ପାଇଁ ଘରର ମୁଖ୍ୟ ଦ୍ୱାରରେ ରଙ୍ଗୋଲି କରିବା ପରମ୍ପରା ପୂର୍ବରୁ ଚାଲିଅଛି। ତେଣୁ ଆପଣମାନେ ମାତା ଲକ୍ଷ୍ମୀଙ୍କୁ ଆମନ୍ତ୍ରିତ କରିବା ପାଇଁ ନିଜର ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ରଙ୍ଗୋଲି ନିଶ୍ଚିନ୍ତ କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କର ପାଦଚିହ୍ନ ନିଶ୍ଚୟ କରନ୍ତୁ। ଦେଖିବେ ମାତା ଲକ୍ଷ୍ମୀ କୁଆଡ଼େ ନ ଯାଇ ଆପଣଙ୍କ ଘରକୁ ନିଶ୍ଚୟ ଆସିବେ। ଘରର ବାତାବରଣ ସୁଗନ୍ଧିତ ରଖନ୍ତୁ। ହିନ୍ଦୁ ଧର୍ମରେ ପୂଜା ଅର୍ଚ୍ଚନାର ବିଧିର ବିଶେଷ ମହତ୍ତ୍ୱ ରହିଅଛି। ତେଣୁ ଆଜିଠାରୁ ଦୀପାବଳି ପର୍ଯ୍ୟନ୍ତ ଭଗବାନଙ୍କର ପୂଜାରେ ଧୂପଦୀପ ନିଶ୍ଚୟ ଲଗାନ୍ତୁ। ଏହିସବୁ ବ୍ୟବହାର କରିବା ଦ୍ୱାରା ଘର ସୁଗନ୍ଧିତ ରହିଥାଏ। ଏମିତି ଘରକୁ କେବଳ ମାତା ଲକ୍ଷ୍ମୀ ନୁହନ୍ତି, ସମସ୍ତ ଦେବୀ ଦେବତା ଆସିବା ପାଇଁ ପସନ୍ଦ କରିଥାନ୍ତି। ମାତା ଲକ୍ଷ୍ମୀଙ୍କର ଆଗମନର ପ୍ରସ୍ତୁତି। ସମସ୍ତେ ମାନନ୍ତି ଯେ ଦୀପାବଳିରେ ମା ଲକ୍ଷ୍ମୀ ସମସ୍ତ ଭକ୍ତଙ୍କ ଘରକୁ ଆଗମନ କରନ୍ତି। ସେଥିପାଇଁ ଦୀପାବଳିରେ ଘରଦ୍ୱାର ସଫା ରଖାଯାଇଥାଏ। ଯେଉଁଠି ଘର ସଫା ନଥାଏ ସେ ଘରକୁ କେବେ ହେଲେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ତେଣୁ ଆଜି ବା ଏବେଠାରୁ ହିଁ ଘରକୁ ସଫା କରିବା ଆରମ୍ଭ କରିଦିଅନ୍ତୁ। ଦେଖିବେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ନିଶ୍ଚୟ ପ୍ରାପ୍ତ ହେବ। ତେବେ ବନ୍ଧୁଗଣ, ଦୀପାବଳି ଦିନ କରନ୍ତୁ ଏହିସବୁ ଉପାୟ, ଚମକି ଉଠିବ ଆପଣମାନଙ୍କର ଭାଗ୍ୟ। ଏଥିସହିତ ରାଶିଚକ୍ରରେ ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥାନରେ ପରିବର୍ତ୍ତନ ହୋଇଥାଏ। ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥାନରେ ପରିବର୍ତ୍ତନ କାରଣରୁ ରାଶିଚକ୍ରରେ ରହିଥିବା କେତୋଟି ରାଶିମାନଙ୍କ ମଧ୍ୟରୁ, ଅର୍ଥାତ୍ ଯେଉଁ 12ଟି ରାଶି ରହିଛନ୍ତି ସେହି 12ଟି ରାଶି ମଧ୍ୟରୁ କେତୋଟି ରାଶିମାନଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ଯେବେ ଏହି ଗ୍ରହ ନକ୍ଷତ୍ରମାନେ ନିଜର ସ୍ଥିତି ବଦଳାଇଥାନ୍ତି ତେବେ ଏହାର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ଆପଣଙ୍କ ରାଶି ଉପରେ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀର୍ଘ 501 ବର୍ଷ ପରେ ଦୀପାବଳି ଅମାବାସ୍ୟାରେ ଗ୍ରହମାନଙ୍କ ମଧ୍ୟରେ ଏକ ମହାସଂଯୋଗ ଘଟିବା ପାଇଁ ଯାଉଅଛି, ଯାହାଦ୍ୱାରା 8ଟି ରାଶିର ବ୍ୟକ୍ତିବିଶେଷମାନେ ବିଶେଷ ରୂପେ ପ୍ରଭାବିତ ହେବେ, ଅର୍ଥାତ୍ ଏମାନଙ୍କର ଭାଗ୍ୟରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ। ତେବେ ଏହିସବୁ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ମା ଲକ୍ଷ୍ମୀ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଯାଉଛନ୍ତି। ତେବେ ସେହିସବୁ ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରେ ପ୍ରଥମେ ରହିଅଛି ମେଷ ରାଶି, ଏହାପରେ ରହିଅଛି ମିଥୁନ ରାଶି, ଏହାପରେ ରହିଅଛି ସିଂହ ରାଶି, ଏହାପରେ ରହିଅଛି କନ୍ୟା ରାଶି, ଏହାପରେ ରହିଅଛି ବିଛା ରାଶି, ଏହାପରେ ରହିଅଛି ଧନୁ ରାଶି, ଏହାପରେ ରହିଅଛି ମକର ରାଶି ଏବଂ ଶେଷରେ ରହିଅଛି ମୀନ ରାଶି। ତେବେ ବନ୍ଧୁଗଣ, ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଏହି ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କ ପ୍ରିୟଜନମାନଙ୍କ ସହିତ ସେୟାର କରିନିଅନ୍ତୁ। ଧନ୍ୟବାଦ।